श्रीमद्भागवत तृतीय अध्याय श्रीसूत उवाच। सुत कहन्ति शुद्धचिते हरसे मुनिग्रते शुण सकल मुनिजने हरिचरित सावधाने सृष्टिर काले से मुरारी महापुरुष रूप धरी महती अंगे पशि विराट रूपे ब्रह्मराशि कला से बहई षोडश अनादि परम पुरुष बुद्धि चेतना अहंकार मन अंतरिक्ष समीर अनल जल वसुमती पंच इंद्रिय जहा चिंती जीव परम ए षोडश ए आदि सृष्टि उपदेश से सृष्टि संगे इच्छा करी जड़े जोग निद्रा विस्तरी तानाभि कमलु सकल प्रकाशी आच्छादिला जल कमलु सकल प्रकाशी आच्छादिला जल ब्रह्मा होइला तहु जात से प्रजापतिंकर नाथ तार शरीर सृष्टि लोक प्रकाश होइले अनेक से शुद्ध तत्व विश्वरूप जार भियाण मोहकल्प अनेक चक्षु द्वारे भरी से विश्वरूप ब्रह्मचारी सहस्रपाद उरुभुज शिर बदन नासा तेज सहस्रलोचन श्रवण वसन कुंडल भूषण मणिकुंडल झटकंती दिशंती अति रूपकांति से सृष्टि मध्य मायाधर करई जेते अवतार तांकरी मूल बीज एही जगते ब्रह्मा से बोलाई ଯାହାର ଅଂଶର ବଳେ ଗଗନ ପୃଥିବୀ ପାତାଳେ ଦେବ ମନୁଷ୍ୟ ପଶୁ ଆଦି ନିଗମ ଗୋଚରେ ସମ୍ପାଦି ପ୍ରଥମେ କୁମାର ବୟସ ସୃଷ୍ଟି ଉଦୟ ଉପଦେଶ ଦୁସ୍ତର ବ୍ରହ୍ମଚର୍ଯ୍ୟ ବ୍ରତେ ତପ ସାଧିଲେ ଦୃଢ଼ ଚିତ୍ତେ ଦ୍ୱିତୀୟ ସୃଷ୍ଟିର ଆଗମେ ସାଧିଲେ ଯଜ୍ଞେଶ୍ୱର ନାମେ ପୂର୍ବ ପ୍ରଳୟ କାଳ ବଳେ ମହି ଯେ ଥିଲା ରସା ତଳେ ତାଙ୍କୁ ଉଦ୍ଧରେ ନରହରି ତକ୍ଷଣେ କାଳ ରୂପ ଧରି ଜଳେ ଭସାଇଲେ ବରାହ କଳ୍ପ ବୋଲାଇଲେ ତୃତୀୟ ଋଷି ସଙ୍ଗେ ହରି ନାରଦ ଋଷି ରୂପ ଧରି ବିଷ୍ଣୁ ଭକତ ଜନହିତେ ନିଷ୍କାମ ଭାବ ଉପଗତେ ଚତୁର୍ଥେ ଜନ୍ମ ବେଦ କାଣ୍ଡେ ଧର୍ମ ଉଦ୍ଦେଶ୍ୟ କର୍ମ କାଣ୍ଡେ ସେ ରୂପେ ନର ନାରାୟଣ ସୃଜିଲେ ଧର୍ମ ଆଚରଣ ତପ ସାଧିଲେ ଦୃଢ଼ ଚିତ୍ତେ ସୃଷ୍ଟି କଳ୍ପନେ ଅବିରତେ ପଞ୍ଚମେ ସିଦ୍ଧି ଅବତାରେ ଜନ୍ମିଲେ କନ୍ଦର୍ମର ଘରେ ନାମ ଯେ କପିଳ ବୋଲାଇ ପିତା ମାତାଙ୍କୁ ଜ୍ଞାନ କହି ଷଷ୍ଠ ସର୍ଗରେ ନରହରି ଅତ୍ରିର ବଂଶେ ଅବତରି ଅନେକ ଜ୍ଞାନ ଶାସ୍ତ୍ର କଳ୍ପେ ଜନ୍ମିଲେ ଦତ୍ତାତ୍ରେୟ ରୂପେ ସପ୍ତମେ ରୁଚି ଋଷି ବୀର୍ଯ୍ୟ ଜନ୍ମିଲେ ଆକୁତିର ଗର୍ଭେ ଏ ରୂପେ ଯଜ୍ଞ ଅବତାର ପାଳିଲେ ସ୍ୱୟଂ ଭୁବଙ୍କର ଅଷ୍ଟମେ ନାଭି ଗୃହେ ଜାତ ଋଷଭ ମେରୁ ଦେବୀ ସୁତ କଠୋର ଅତି ତପ କଲେ ଜ୍ଞାନୀକୁ ପଥ ଦେଖାଇଲେ ନବମେ ପୃଥୁ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରୀ କ୍ଷୀରେ ଧରଣୀ କରି ସମ ନାମ ବହିଲେ ଉଷତମ ଦଶମେ ମତ୍ସ୍ୟ ରୂପ ହୋଇ ନାଦେ ଔଷଧି ବୀଜ ବହି ପ୍ରଳୟ ଜଳେ ବିହରିଲା ରବି କୁମାରକୁ ରଖିଲା ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର ଇନ୍ଦ୍ରର ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ କପଟ କୂର୍ମ ରୂପ ହୋଇ ମନ୍ଦର ଗିରି ପୃଷ୍ଠେ ବହି ଦ୍ୱାଦଶ ସର୍ଗେ ବିଶ୍ୱରୂପେ ଜନ୍ମିଲା ଧନ୍ୱନ୍ତରୀ ରୂପେ ଅମୃତ କ୍ଷୀରାନ୍ନବୁ ଆଣି ଦେବଙ୍କୁ ପିଆଇଲେ ପୁଣି ମୋହିନୀ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ ଚତୁର୍ଦଶେ ନୃସିଂହ ବପୁ ବିଦାରେ ହିରଣ୍ୟକଶିପୁ ବାମନ ରୂପେ ପଞ୍ଚଦଶେ ବଳିକୁ ଛଳିଲେ ବିଶ୍ୱାସେ ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି ପିତାର ବଧ ଅହଙ୍କାରେ ଧରଣୀ ଏକବିଂଶ ବାରେ
ଭ୍ରମିଲେ ମହାକୋପା ନଳେ ରାଜାଙ୍କୁ ଧରି ବାହୁ ବଳେ ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କଲେ କୁଣ୍ଡ ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ ସପ୍ତଦଶରେ ସୁର କାର୍ଯ୍ୟ ଜନ୍ମିଲେ ପରାଶର ବୀର୍ଯ୍ୟ ନିଗମ ବୃକ୍ଷ ଥିଲା ଏକା ବିଚାରି କଲା ସତ ଶାଖା ପ୍ରାଣୀଙ୍କ ଦେଖି ଅଳ୍ପ ବୁଦ୍ଧି ସେ ଧର୍ମ ସଂସାରେ ପ୍ରସିଦ୍ଧି ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ ରାବଣ ମାରି ଦେବ କାର୍ଯ୍ୟ ଧର୍ମ ସ୍ଥାପିଲେ ଏହୁ ରାଜ୍ୟ ଊନବିଂଶତି ରୂପେ ହରି ଯାଦବ ବଂଶେ ଅବତରି କୃଷ୍ଣ ଶରୀର ରାମ ତୁଲେ ଅବନି ଭାରା ନିବାରିଲେ କଳି ଆଗମେ ଭାବଗ୍ରାହୀ ପାଷଣ୍ଡ ଜନ ମନ ମୋହି ବୁଧ ନାମରେ ଦ୍ୱିଜ ଘରେ ଜନ୍ମିଲେ କିକଟ ନଗରେ ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିଲେ ଅସୁରଙ୍କ ମନ ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ହୃଷିକେଶ ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖି ଏ ଜଗତେ ନିର୍ଭୟ ହୃଦେ ପ୍ରଜା ମାରି ଧନ ଜୀବନ ନିତ୍ୟ ହରି ସେ କୋପେ ବିଷ୍ଣୁ ଯଶା ଘରେ ଜନ୍ମିଲେ କଳ୍କି ଅବତାରେ ମନରୁ ଅତି ବଳବନ୍ତ ଅଶ୍ୱ ଆରୋହୀ ଜଗନ୍ନାଥ ସୁନଦ ଖଡ୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି ଅଳପ ପ୍ରଜା ଜନ ଶେଷ ଦୟାରେ ଲଭିଲେ ଆଶ୍ୱାସ ସେ ସତ୍ୟ ନିଧି ମାୟାଧର ଅସଂଖ୍ୟ କରେ ଅବତାର ଯଥା ଅକ୍ଷୟ ହ୍ରଦ ଦେହେ ସହସ୍ର କ୍ଷୁଦ୍ର ନଦୀ ବହେ ଋଷି ଦେବତା ମନୁ ରାଜା ଯେ ମନୁ ପୁତ୍ରେ ମହାତେଜା ଏ ଆଦି ଯେତେ ପ୍ରଜାପତି ବିଷ୍ଣୁର ଅଂଶେ ଜନ୍ମ ହୁଅନ୍ତି କେ ଅଂଶେ କେତେ କଳା ହୋଇ ବିଭୂତି ଗୁଣେ କେ ଜନ୍ମଇ ସକଳ ଅବତାର ସାର କିଏ ବା ଦେବା ପଟାନ୍ତର ନିଜ ମୂରତି ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର ଏମନ୍ତେ ନାନା ରୂପ ଧରେ ସେ ହରି ସଂସାରେ ବିହରେ ଦୁଷ୍ଟଙ୍କ ବଳ ତେଜ ହରି ସଂସାର ରଖେ ନର ହରି ବିଷ୍ଣୁର ଜନ୍ମ କର୍ମ ବାଣୀ ଯେ ଏହା ଯତ୍ନେ ନିତ୍ୟ ଶୁଣି ରାତ୍ର ଦିବସ ମଧ୍ୟ ଯେବେ କାଳ ବଞ୍ଚନ୍ତି କୃଷ୍ଣ ଭାବେ ସେ ଦୁଃଖ ସଙ୍କଟ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି ବିଷ୍ଣୁ ଜନ୍ମଇ ଜନହିତେ ଏମନ୍ତେ ନାନା ରୂପ ଯେତେ ସ୍ୱଭାବେ ରୂପ ଯାର ନାହିଁ ନିର୍ଲେପ ନିରଞ୍ଜନ ସେହି ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ ଯେସନେ ମେଘ ଶୂନ୍ୟ ଥାଇ ଗଗନେ ଧୂଳି ଯେ ଉଡ଼ଇ ତାହାଙ୍କୁ ଦୃଷ୍ଟି ଊର୍ଦ୍ଧ୍ୱେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ ତାହାକୁ ବୋଲି ଜ୍ଞାନହୀନ ଏବେ ହୋ ଶୁଣ ମୁନି ଜନ ସ୍ୱଭାବେ ଦୃଶ୍ୟ ବର୍ଣ୍ଣନ ନୁହେଁ ଗୁଣ ଆବରି ଦେହ ବହେ ଏଣୁ ଏ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଈଶ୍ୱର ଏତହୁଁ ବ୍ରହ୍ମାର ବିଚାର ମାୟା ମିଶ୍ରିତ ପ୍ରାଣୀ ଦେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି ଏମନ୍ତେ ଜନ୍ମ କର୍ମ ଯେତେ ବିଚାର କରି ବେଦ ମତେ କହନ୍ତି ଯେତେ ମୁନି ଧ୍ୟାନେ ଏନ ଘଟଇ ଅନୁମାନେ ପରମାନନ୍ଦ ରୂପେ ଚିତ୍ତ ଯେତେ ସେ ହୁଅଇ ମିଶ୍ରିତ ତେବେ ସନ୍ମତ ବ୍ରହ୍ମଜ୍ଞାନ ଜାଣଇ ତତ୍ତ୍ୱଜ୍ଞାନୀ ଜନ ତାହାର ଜନ୍ମ କର୍ମ ନାହିଁ ବେଦର ଗୁପ୍ତ ତତ୍ତ୍ୱ ସେହି ତାହାଙ୍କ ଜନ୍ମ କର୍ମ ଭାବେ କବିଏ ବର୍ଣ୍ଣନ୍ତି ସ୍ୱଭାବେ ଜନ୍ମ ଯାର ନାହିଁ ବିଚାର କରିବ ସେ କାହିଁ ଆମୋହ ଲୀଳା ନରହରି ଆତ୍ମାରେ ବିଷ୍ଣୁ ମାୟା କରି ବ୍ରହ୍ମାଣ୍ଡ ସଇ ପାଳଇ ତାହାକୁ ଅନ୍ତେ ସେ ଭକ୍ଷଇ ପ୍ରାଣୀଙ୍କ ମଧ୍ୟରେ ଆତ୍ମାତନ୍ତ୍ରେ ଷଡ଼ବର୍ଗେ ଭୋଗ କରେ ନିତ୍ୟେ
एणु ईश्वर से बोलाई किस उपमा देवी मुहि ईश्वर लीला कर्म जेते के जानी पारे तर्क मते। एहार अछि जेते नाम स्वभावे जेते गुणग्राम नट जे सने माया करी मोहई कुहुक विस्तारी अज्ञान जाणीब कि ताहा दुरधिगम्य विष्णुमाया ए काल चक्र तार हस्त के जानी पारे तार ग्रस्त से हरि पाद पद्म बंध जे नित्य पिए मकरंद हिंसा कपट दूरे तेजी सर्वानुकूले कृष्ण भजी भक्त भजंती से कृष्ण महिमा जानती धन्य जीवन ताहांकर से हरि चरणे किंकर सर्वात्मा को आत्मा भावे भजंती नित्य वासुदेवे एमंत भावे जे भजई ए माया ताकु न लागई ए जे पुराण भागवत निर्मल पद ब्रह्म तत्व कृष्णर चरित प्रशंसी प्रकाश कले ब्रह्म ऋषि जीवर मुख्य फल अर्थे धन्य मंगल ए जगते सर्वनिगम इतिहासे सार उद्धरी मन तोषे आत्मज्ञानिक मध्य सार जे शुक रूपे अवतार ताहांको भागवत दीक्षा देई कहिले आत्मा शिक्षा से पुणी परीक्षित आगे कहिले आत्मा अनुरागे ब्राह्मण सापे से विकळे निवास करी गंगा जले परम ऋषि मेळे थाई कृष्ण चरणे मन देई ए भागवत रस शुणी तरिला भव तरंगिणी से कृष्ण लीला कार्य लाभे निज भुवने पुण्य जीवे संगते घेनी धर्म ज्ञान निज शरीरे हेबे लीन ए कଳି जुग जेते नरे पड़िबे माया अंधकारे ताहांको तपन उदित होइब भावे भागवत राजा संगते गंगा तटे अनेक ऋषिंक संगते ए भागवत तत्ववाणी सुक मुनिंक मुखु शुणी जानिली सुक अनुरागे एबे कहिली तुम्भ आगे कहई दास जगन्नाथ सुजन हिते भागवत ए भावे चिंतन हरि घोर संसार जीव तरी। इति श्रीमद्भागवते महापुराणे परमहंस सहित अयं वैयासिके प्रथमस्कन्धे नैमिषीयोपाख्याने जन्मगृह्य नाम तृतीयोऽध्यायः।